ବିଡି ଟାଣି ପକଉଛନ୍ତି ବିଡି ଟାଣି ପକଉ ଜାଗା ଛକଟା ସେଇଆ ବିଡି ଟାଣି ପକେଇ ନା କିସ ଟାଣି ପକେଇବା କିଛି ନାହିଁ। ଦେଇକି ଏଟା ସଫା କରୁଛୁ କିସ ପାଇଁ? ଗାଈ ଗୋରୁ ଆମେ ସିନା ଘରେ ଭଲ ପାଣି ପିଇ ଦଉଛେ ଖରାର ଗରମ ଋତୁରେ ଶୁଣି ଏ ଗରମ ଋତୁରେ ଗାଈ ଗୋରୁ ପଶୁ ଜନ୍ତୁ କେମିତି ପାଣି ପିଇବେ ତାଙ୍କ ପାଇଁ ବ୍ୟବସ୍ଥାଟା କରାଯାଇଛି। ବ୍ୟବସ୍ଥାଟା କରିଛନ୍ତି ଧନ୍ୟବାଦ ଦେବି ଲୋକେଶ ଭାଇଙ୍କୁ ଯିଏକି ଏଇଭଳିଆ ଛୋଟ ଛୋଟ ନନ୍ଦ ଆମ ଗାଁରେ ବହୁତ ଗୁଡ଼ା ପକେଇଛନ୍ତି। ପାଣିଟା ସଫା ହଉଛି ପୁରା ସଫା କରିବୁ କାଢିକି। ଏପଟେ ପାଣି ବାହାରୁଛି ଦେଖୁନ ଏପଟେ ପାଣି ବାହାରୁଛି ନା ପୁରା ସଫା ହେଲା ପରେ ପାଣି ପୁରା ଫୁଲ କରିଦେବା ସଫା କରିଦେ ତାହେଲେ। ବୁଝିଲ ସାଙ୍ଗମାନେ ଆଜିର ଦୁନିଆରେ ମଣିଷମାନେ ସବୁବେଳେ ନିଜ କଥା ଚିନ୍ତା କରନ୍ତି କିନ୍ତୁ ଏ ପଶୁପକ୍ଷୀମାନଙ୍କର କଥା କେହି ବି ଭାବନ୍ତିନି। ଥରେ ଚିନ୍ତା କରନ୍ତୁ ମଣିଷ ପାଖରେ ବୁଦ୍ଧି ବିବେକ ଥାଇ ମଧ୍ୟ କିଛି କିଛି ଅଞ୍ଚଳରେ ମଣିଷମାନେ ପାଣି ପାଇଁ ବହୁତ ଆତୁର ହୋଇ ପଡ଼ୁଛନ୍ତି। ତେବେ ଏଇ ମୂକ ପଶୁପକ୍ଷୀମାନେ ପାଣି ପାଇଁ କେତେ ହଇରାଣ ହେଉନଥିବେ ଏଇ ଗରମରେ। ତ ପ୍ରତିଦିନ କିଛି ସମୟ ଯଦି ଆପଣମାନେ ପଶୁପକ୍ଷୀମାନଙ୍କର ଚିନ୍ତା କରିବେ କେବଳ ଏ ଗରମ ଋତୁରେ ତ ସେମାନେ ମଧ୍ୟ ପାଣି ପାଇପାରିବେ। ଛାତ ଉପରେ ଛୋଟ ମାଠିଆରେ ପାଣି ରଖିପାରିବେ, ପକ୍ଷୀମାନେ ଆସି ପାଣି ପିଇଦେବେ। ବାହାରେ ଯଦି କିଛି ତୁମର ଯଦି କୌଣସି ପ୍ରକାର ଯଦି ଇକ୍ୟୁପମେଣ୍ଟ ଥିବ ଯେଉଁଥିରେ ପାଣି ରଖିଲେ ପଶୁପକ୍ଷୀମାନେ ପିଇପାରିବେ ତାକୁ ମଧ୍ୟ ତୁମେ ରଖି ପାଣି ଦେଇପାରିବେ। ଧନ୍ୟବାଦ ଦେବି ଲୋକେଶ ଭାଇକି ଯିଏକି ଆମ ଗାଁରେ ବହୁତ ସାରା ଆମ ନୂଆପୁର ଗାଁରେ ଆମ ବହୁତ ସାରା ଛୋଟ ଛୋଟ ନନ୍ଦ ଦେଇଛନ୍ତି ଯିଏକି ପଶୁପକ୍ଷୀମାନଙ୍କ ଆସି ପାଣି ପିଇପାରିବେ ଆଉ ବହୁତ ଉପକୃତ ହେଉଛନ୍ତି ମଧ୍ୟ ପଶୁପକ୍ଷୀମାନେ। ତ ମୁଁ ପ୍ରତିଦିନ 15 ମିନିଟ୍ 20 ମିନିଟ୍ ସମୟ କାଢ଼ିକି ଏ ନନ୍ଦୀରେ ଆସି ପାଣି ଟିକେ ଦେଇଦିଏ କାରଣ ସେ ପଶୁପକ୍ଷୀମାନେ ଆସି ଚାହିଁ ଅନେଇଥିବେ ଯେ ସେଇଠି ହିଁ ପାଣି ଥିବ ଆମେ ଯାଇ ପିଇବା। ତ ମୋର ସମସ୍ତଙ୍କୁ ହୃଦୟରୁ ରିକ୍ୱେଷ୍ଟ ଏ ଛୋଟିଆ କଥାଟିକୁ ମନେ ରଖିଥିବେ ଆମ ଭଳିଆ ଶରୀର ସେମାନଙ୍କର ବି ସେମାନଙ୍କ ପ୍ରତି ମଧ୍ୟ ଆମର କିଛି କର୍ତ୍ତବ୍ୟ ଅଛି କାରଣ ସେ ପଶୁପକ୍ଷୀମାନେ ଆମକୁ ବହୁତ ଉପକାର କରନ୍ତି ଆଉ ଆଜିର ଏଇ ମଣିଷମାନେ ତାକୁ ହିଁ ବିକି ଦେଉଛି। ଫୁଲ ହେଇଗଲା ପାଣି। ଆଜିର ଏଇ ଭିଡ଼ିଓଟିକୁ ମୁଁ ଲାଇକ୍ କରିବାକୁ କହିବିନି କି ସବସ୍କ୍ରାଇବ୍ କରିବା ପାଇଁ କହିବିନି କେବଳ ଗୋଟିଏ କାମ କର ସେୟାର କରିଦିଅ ଯେମିତି ସମସ୍ତେ ମୋ ମୁଣ୍ଡରେ ଏଇଟା ପଶିବା ଦରକାର ଯେ କେବଳ ଆମେମାନେ ନୁହେଁ ସମସ୍ତେ ପଶୁପକ୍ଷୀ ବି ଆମ ଭଳିଆ ପାଣି ସ୍ୱଚ୍ଛ ପାଣି ପିଇବା ଦରକାର।